ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 8ର ୟୁନିଟ୍ 3 ବେକାରୀ କ'ଣ ଏବଂ ଏହାର ସଂଜ୍ଞା। ସମାଜରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ପରିଗଣିତ। ଏହା ଏକ ବହୁମୁଖୀ ସମସ୍ୟା। ଏପରି କୌଣସି ଦେଶ ନାହିଁ ଯେଉଁଠି ବେକାରୀ ନାହିଁ। ଏହା ସାର୍ବଜନୀନ ଭାବେ ପ୍ରାୟ ପ୍ରତ୍ୟେକ ରାଷ୍ଟ୍ରରେ ଦେଖାଯାଇଥାଏ। ଆଧୁନିକ ଭାରତରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ପରିଚିତ ଅଟେ। କାମ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନଙ୍କ ପାଇଁ କାମର ଅଭାବକୁ ବେକାରୀ କୁହାଯାଏ। ସାଧାରଣତଃ ଦକ୍ଷ ଓ ସାମର୍ଥ୍ୟ ଲୋକମାନଙ୍କ ପାଇଁ କର୍ମ ନିଯୁକ୍ତିର ଅଭାବକୁ ବେକାରୀ କୁହାଯାଏ। ଯେତେବେଳେ ଚାହିଦା ଅପେକ୍ଷା ଶ୍ରମ ଯୋଗାଣ କମ୍ ହୋଇଥାଏ ସେତେବେଳେ ବେକାରୀ ସମସ୍ୟା ଦେଖାଯାଇଥାଏ। ଚାହିଦା ଅପେକ୍ଷା ଶ୍ରମିକମାନଙ୍କର ସଂଖ୍ୟା ଯେତେବେଳେ ଅଧିକ ହୋଇଥାଏ ସେତେବେଳେ ବେକାରୀ ଅବସ୍ଥା ସୃଷ୍ଟି ହୋଇଥାଏ। ଏହାର ସଂଜ୍ଞା ଦେଖିବା। ଗିଲିନ୍ ଏବଂ ଗିଲିନ୍‌ଙ୍କ ମତରେ ବେକାରୀ ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ପାଇଁ ସକ୍ଷମ ଓ ଇଚ୍ଛୁକ ଥାଏ, ନିଜର ତଥା ପରିବାର ପାଇଁ ଜୀବନର ଆବଶ୍ୟକତା ଗୁଡ଼ିକୁ ଯୋଗାଇବା ପାଇଁ ନିଜ ରୋଜଗାର ଉପରେ ନିର୍ଭର କରିଥାଏ, ମାତ୍ର ସେ ଲାଭଜନକ କର୍ମ ନିଯୁକ୍ତି ପାଇବାରେ ଅସମର୍ଥ ହୋଇଥାଏ, ତାକୁ ବେକାରୀ କୁହାଯାଏ। ସର୍ଜେଣ୍ଟ ଫ୍ଲୋରେନ୍ସଙ୍କ ମତରେ କାର୍ଯ୍ୟ କରିବାକୁ ସକ୍ଷମ ଥିବା ବ୍ୟକ୍ତିର ଆଳସ୍ୟତାକୁ ବେକାରୀ ଭାବେ ବ୍ୟାଖ୍ୟା କରାଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।